ମହାନଦୀ ଜଳ ବିବାଦର ସମାଧାନ ପାଇଁ ତ୍ରିପାକ୍ଷିକ ବୈଠକ ବସିଥିଲା ଦିଲ୍ଲୀରେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ଏବଂ ତା ସହିତ CWC ମଧ୍ୟ ତାଙ୍କର ଅଫିସରମାନେ ଥିଲେ। ଏବଂ ଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ଦେଲେ ଗଣମାଧ୍ୟମରେ ଯେ 3 ମାସ ଭିତରେ ମହାନଦୀ ଜଳ ବିବାଦର ସମାଧାନ ହୋଇଯିବ। ଦୀପାବଳି ବେଳକୁ ସମାଧାନ ହୋଇଯାଇଥିବା ଆଉ ଆମେ ଦୀପାବଳି ମନେଇବା ମହାନଦୀ ଜଳ ବିବାଦର ସମାଧାନ ହେଇଗଲା ବୋଲି। ଆମର କିନ୍ତୁ ପ୍ରଶ୍ନ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଯେ ଏଇ ଯେଉଁ ବୈଠକ ବା ଆପୋଷ ଆଲୋଚନା ଯାହା ସରକାର କରୁଛନ୍ତି ତାର ଆଧାର କ'ଣ, ସେ କଥା ଓଡ଼ିଶାବାସୀଙ୍କୁ ଜଣାଇବା ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟିତ୍ୱ। ଆମେ ଜାଣିବା ଉଚିତ ଯେ କେଉଁ ଆଧାରରେ ଏହି ବୈଠକରେ ଆଲୋଚନା ହେଉଛି। ପ୍ରଥମ କଥା ହେଉଛି ଛତିଶଗଡ଼ ସହିତ ଯେଉଁ ବିବାଦ ଓଡ଼ିଶାରେ ଅଛି ତାର ଗୋଟେ ପ୍ରମୁଖ କାରଣ ହେଉଛି ଛତିଶଗଡ଼ ମାଗୁଛି ମୋତେ 27 ମିଲିୟନ ଏକର ଫୁଟ ପାଣି ମୋର ଦରକାର, 27 ମିଲିୟନ ଏକର ଫୁଟ ପାଣି ମୁଁ ରଖିବି। ଓଡ଼ିଶା କହିଥିଲା ଯେ 27 ମିଲିୟନ ଏକର ଫୁଟ ପାଣି ତୁମର ନାହିଁ, ତୁମ ପାଖରେ 24 ମିଲିୟନ ଏକର ଫୁଟ ପାଣି ଅଛି, ତୁମେ ସେଥିରୁ 10 ମିଲିୟନ ଏକର ଫୁଟ ପାଣି ବ୍ୟବହାର କରିପାରିବ। ଆମର ପ୍ରଶ୍ନ ହେଉଛି ଏ ଯେଉଁ ବୈଠକ ହେଉଛି ବା ହେଲା ଗତକାଲି, ଏଇଥିରେ ଓଡ଼ିଶା ସରକାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ এই কথাକୁ ଉପସ୍ଥାପିତ କରିଛନ୍ତି କି ଯେ 27 ମିଲିୟନ ଏକର ଫୁଟ ପାଣି ତୁମେ ରଖିପାରିବ ନାହିଁ, ତୁମର ହକ୍ ସେଠି ନାହିଁ। 2 ନମ୍ବର ହେଉଛି ଅଣମୌସୁମୀ ସମୟରେ 1.74 ମିଲିୟନ ଏକର ଫୁଟ ପାଣି ଆମର ଦରକାର ହୀରାକୁଦକୁ ପରିଚାଳନା କରିବା ପାଇଁ ଏବଂ ତଳମୁଣ୍ଡର ଆବଶ୍ୟକତାକୁ ମେଣ୍ଟାଇବା। একথা মুখ্যমন্ত্রী উঠাইଛନ୍ତି କି 3 নম্বର ଛତିଶଗଡ଼ ମନମାନି କରୁଛି, କଲମା ବ୍ୟାରେଜର ସବୁ ଗେଟ୍ ଖରାଦିନେ ବନ୍ଦ କରି ରଖୁଛି ଯାହା ଆଇନ ସମ୍ମତ ନୁହଁ, ଏ ବିଷୟରେ ଉଠାଇଛନ୍ତି। ଏବଂ ଛତିଶଗଡ଼ରେ ଯେଉଁ ମାଳ ମାଳ ଡ୍ୟାମ୍ ସବୁ ହେଇଛି, ଆନିକଟ ହେଇଛି, ବ୍ୟାରେଜ ସବୁ ହେଇଛି, ଅଧିକାଂଶ ଇଲିଗାଲି ହେଇଛି, ଅଧିକାଂଶ ବେଆଇନ ଭାବରେ ହେଇଛି। ତାକୁ ଆମ ମୁଖ୍ୟମନ୍ତ୍ରୀ এই ବୈଠକରେ ଉତ୍ଥାପିତ କରିଛନ୍ତି କି ନାହିଁ। ମହାନଦୀର ନିରନ୍ତର ପ୍ରଭାବ ପାଇଁ ଇ ଫ୍ଲୋର ଆବଶ୍ୟକତା ଅଛି। ସେ ଇ ଫ୍ଲୋ ବାବଦରେ କିଛି ଆଲୋଚନା ହେଇଛି କି ଯେ ମହାନଦୀ କିଭଳି ଭାବରେ ବର୍ଷ ସାରା ପ୍ରବାହିତ ହେଇକି ରହିବ, ସେଥିପାଇଁ କ'ଣ ଦୃଷ୍ଟିଭଙ୍ଗୀ ଆମର ତାହା একথা କହିଛନ୍ତି କି ଏ ବୈଠକରେ। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବର୍ତ୍ତମାନ ବନ୍ୟା ସମୟରେ ଆମେ ଦେଖୁଛୁ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲା ହେଇଯାଇଛି। 64ଟି ଗେଟ୍ ଭିତରୁ 2ଟି ଗେଟ୍ ଅଚଳ, ଆଉ 64ଟି ଗେଟ୍ ଖୋଲା ହେଇଗଲା ଏବଂ ତା ଉପରମୁଣ୍ଡରେ ଥିବା ସମସ୍ତ ବ୍ୟାରେଜର ଗେଟ୍ ସବୁ ଖୋଲା ହେଇଗଲା, ଯାହାଫଳରେ କି ହୀରାକୁଦ ଉପରେ ଚାପ ବଢ଼ୁଛି। ବର୍ତ୍ତମାନ ପର୍ଯ୍ୟନ୍ତ 14ଟି ଗେଟ୍ ଖୋଲା ହେଇଛି, ଆଉ 22ଟା ଗେଟ୍ ଖୋଲା ହେବ ବୋଲି ଜଣାପଡ଼ୁଛି ସନ୍ଧ୍ୟା ସୁଦ୍ଧା, ଯାହା ଆମେ ଜାଣୁଛୁ ଗଣମାଧ୍ୟମ। ଏଭଳି ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ତାର କାରଣ ହେଉଛି ଛତିଶଗଡ଼। ଛତିଶଗଡ଼ ଜଳ ପରିଚାଳନା ପାଇଁ ଆମକୁ ସହଯୋଗ କରୁନାହିଁ। ଗୋଟେ ଗ୍ୟାସ୍ ପ୍ରତିଷ୍ଠା ପାଇଁ ଆମ ମୁଖ୍ୟ ଯନ୍ତ୍ରୀ ହୀରାକୁଦର ବାରମ୍ବାର ଲେଖିଲେ ଚିଠି ଛତିଶଗଡ଼କୁ ଯେ ସରାଡିହି ବ୍ୟାରେଜ ପାଖରେ ଯେଉଁ ଆମର ଗେଜ୍ ଥିଲା ସେ ଗେଜ୍ କାମ କରୁନି, ସେଠି ଆଉ ଥରେ ନୂଆ ଗେଜ୍ ପ୍ରତିଷ୍ଠା କରିବା ଦରକାର, ସେଥିପାଇଁ ଆମକୁ ଅନୁମତି ଦିଅ। ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡ଼ ସେ ଅନୁମତି ଦେଲା ନାହିଁ, ଆମକୁ ସହଯୋଗ କରୁନାହିଁ। ଏ ପ୍ରସଙ୍ଗ ଉଠିଛି କି ନାହିଁ ବୈଠକରେ? ସାନ କେଲ ବଡ଼ କେଲ ନଦୀକୁ ପୁରାପୁରି ବନ୍ଦ କରିଦେଇଛନ୍ତି, ଯାହାଫଳରେ କି ଝାରସୁଗୁଡ଼ା କନକପୁରା ଅଞ୍ଚଳରେ ପାଣିର ଘୋର ସଙ୍କଟ ଦେଖାଦେଉଛି। ଏ ପ୍ରସଙ୍ଗ ଉଠିଛି କି ନାହିଁ ଏ କଥା ଆମେ କହିବାକୁ ଚାହୁଁ। ଆମେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ କହିବାକୁ ଚାହୁଁ ଯେ ଆପଣ 3 ମାସ ଭିତରେ ଯଦି ସମାଧାନ କରିଦେବେ, ନିଶ୍ଚିତ ଭାବରେ ଆମେ
दिवाली मनैबा जे आम जल विवादर समाधान होगा किंतु ए समाधान समर्पण न हो ओडिशार स्वार्थ को आपण छत्तीसगढ़ पाखरे समर्पित कर न दियंतु कॉर्पोरेट हाउस पाखरे आमर जो हक अच्छी महानदी जल उपरे ताकू पूरापूरी समर्पण करंतु नाही एवं जहा आलोचना आपण करूचंती ताहा ओडिशावासी को जणांतु ये होची हमर अनुरोध।